ଶ୍ୱଶୁର ମୋର କବାଟ ବାଡ଼େଇଲେ ଏବଂ ମୋତେ କହିଲେ, ବୋହୂ, ମୁଁରେ ପଡ଼ିଯାଇଥିଲି ଏବଂ ମୋ ଅଣ୍ଟାରେ ବହୁତ କଷ୍ଟ ହେଉଛି। ଯଦି ତୁମେ ଟିକେ ମାଲିସ କରିଦିଅନ୍ତ, ତେବେ ବୋଧହୁଏ ମୋତେ ଟିକେ ଆରାମ ମିଳିଯାଆନ୍ତା। ମୁଁ ତାଙ୍କୁ ଏବେ ନିଜ ବିଛଣାରେ ଶୁଆଇଦେଲି ଏବଂ ଧୀରେ ଧୀରେ ତାଙ୍କ ଅଣ୍ଟା ମାଲିସ କରିବାକୁ ଲାଗିଲି। କିନ୍ତୁ ଏହାପରେ ଯାହା ଘଟିଲା ତାହା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ, କାରଣ ଏହାପରେ ମୋର ସାରା ଜୀବନ ଛାରଖାର ହୋଇଯାଇଥିଲା। ମୋ ବାହାଘରର ମାତ୍ର 5 ମାସ ପରେ ହିଁ ମୋ ସ୍ୱାମୀଙ୍କର ଦେହାନ୍ତ ହୋଇଯାଇଥିଲା ଏବଂ ମୋ ଜୀବନରେ ଗ୍ରହଣ ଲାଗିଯାଇଥିଲା। ମୋ ବାପା ବହୁତ କଷ୍ଟରେ ମୋର ବାହାଘର କରାଇଥିଲେ, କିନ୍ତୁ 5 ମାସ ଭିତରେ ହିଁ ମୁଁ ପୁଣିଥରେ ନିଜ ବାପଘରକୁ ଫେରିଆସିଥିଲି। ମୋ ବାପଘରେ ମୋ ମା ନଥିଲେ। ଯେତେବେଳେ ମୁଁ 10 ବର୍ଷର ହୋଇଥିଲି, ସେତେବେଳେ ହିଁ ମୋ ମାଙ୍କର ଦେହାନ୍ତ ହୋଇଯାଇଥିଲା। ସେଥିପାଇଁ ମୋତେ ବହୁତ ଡର ଲାଗୁଥିଲା କି ଯଦି ବାପା ମୋତେ କିଛି କହିବେ, ତେବେ ମୁଁ କାହା ଆଞ୍ଚଳରେ ନିଜ ମୁହଁ ଲୁଚାଇବି। ମାଙ୍କ ମୃତ୍ୟୁ ପରେ ବାପା ଦ୍ୱିତୀୟ ବିବାହ କରିଥିଲେ ଏବଂ ମୋ ସାବତ ମା ମୋତେ ବହୁତ ଘୃଣା କରୁଥିଲେ। ସେଥିପାଇଁ ମୋତେ ଆହୁରି ଅଧିକ ଡର ଲାଗୁଥିଲା। ମୋ ସାବତ ମା ପ୍ରାୟତଃ ମୋତେ ତାତ୍ସଲ୍ୟ କରି କହୁଥିଲେ କି ପ୍ରଥମେ ନିଜ ମାକୁ ଖାଇଲା ଏବଂ ପରେ ନିଜ ସ୍ୱାମୀକୁ ମଧ୍ୟ ଖାଇଗଲା। ଏବେ ଏଠାକୁ କ'ଣ ନେବାକୁ ଆସିଛି? କ'ଣ ଆମକୁ ବି ବର୍ବାଦ କରିକି ଛାଡ଼ିବ? ଏହିସବୁ କଟୁ କଥା ମୋ ଦ୍ୱାରା ବରଦାସ୍ତ ହେଉନଥିଲା। କିନ୍ତୁ ମୁଁ ଆଉ କରିଥାନ୍ତି ବା କ'ଣ? ମୋ ଜୀବନ ଏମିତି ହିଁ କଟିଯାଉଥିଲା। ଫିର୍ ହଠାତ୍ ଦିନେ ମୋ ଶ୍ୱଶୁର ଆମ ଘରକୁ ଆସିଲେ ଏବଂ ସେ ମୋ ବାପାଙ୍କୁ କହିଲେ କି ସେ ମୋତେ ପୁଣିଥରେ ନିଜ ଘରକୁ ନେଇଯିବାକୁ ଚାହୁଁଛନ୍ତି। ମୋ ସାବତ ମା ତୁରନ୍ତ ହଁ କରିଦେଲେ, କିନ୍ତୁ ମୋ ବାପା କହିଲେ, ଏବେ ଆପଣଙ୍କ ପୁଅ ଏ ଦୁନିଆରେ ନାହିଁ, ତେବେ ଆପଣ ମୋ ଝିଅକୁ କାହିଁକି ନେଇଯିବାକୁ ଚାହୁଁଛନ୍ତି? ଏହା ଉପରେ ମୋ ସାବତ ମା ମୋ ବାପାଙ୍କ ସହ ଯୁକ୍ତିତର୍କ କରିବା ଆରମ୍ଭ କରିଦେଲେ ଏବଂ କହିଲେ, ଏଥିରେ ଏତେ ଭାବିବାର କ'ଣ ଅଛି? ସେ ଯଦି କହୁଛନ୍ତି କି ସେ ପ୍ରିୟାକୁ ନେଇଯିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ନେଇଯିବାକୁ ଦିଅନ୍ତୁ ନା। ଆପଣଙ୍କୁ ଏତେ କଷ୍ଟ କାହିଁକି ହେଉଛି? ଆଉ ସେମିତି ବି ପ୍ରିୟା ତାଙ୍କ ଘରର ବୋହୂ। ତାଙ୍କ ପୁଅର ମୃତ୍ୟୁ ହୋଇଯାଇଛି ତ କ'ଣ ହେଲା? ସେ ନିଜ ଶାଶୁଘରକୁ ତ ଯାଇପାରେ ନା। ମାଙ୍କର ଏହି ଝଗଡ଼ା ପରେ ବାପା କହିଲେ, ଯଦି ମୋ ଝିଅ ସେଠାରେ ଖୁସିରେ ରହିବ, ତେବେ ମୋର କୌଣସି ଆପତ୍ତି ନାହିଁ। ପ୍ରିୟା ଯଦି ଯିବାକୁ ଚାହୁଁଛି, ତେବେ ଆପଣ ତାକୁ ନିଶ୍ଚୟ ନେଇଯାଇପାରନ୍ତି। ମୋ ଶ୍ୱଶୁର ମୋ ଆଡ଼କୁ ଚାହିଁଲେ ଏବଂ କହିଲେ, ଚାଲ, କପଡ଼ା ବଗେରା ନେଇ ଆସ। ମୁଁ ମଧ୍ୟ ଭାବିଲି କି ଏଠାରେ ରହି ସାବତ ମାଙ୍କ କଟୁକଥା ଶୁଣିବା ଅପେକ୍ଷା ନିଜ ଶାଶୁଘରକୁ ଯାଇ ଶାନ୍ତିରେ ରହିବା ଭଲ। ମୁଁ ଶ୍ୱଶୁରଙ୍କ ସହ ପୁଣି ଶାଶୁଘରକୁ ଫେରିଆସିଲି। ଏଠାରେ ପହଞ୍ଚିବା ପରେ ମୁଁ ମୋ କପଡ଼ା ବଦଳାଉଥିଲି କି ସେତିକିବେଳେ ମୋ ଶ୍ୱଶୁର ମୋକୁ ଆସିଗଲେ ଏବଂ କହିଲେ, ବୋହୂ, କପେ ଚାହା ବଣେଇ ଆଣ। ମୁଁ ଜଲ୍ଦି ଜଲ୍ଦି ନିଜ କପଡ଼ା ଠିକ୍ କଲି ଏବଂ ରୋଷେଇ ଘରକୁ ଯାଇ ଚାହା ତିଆରି କରିବାକୁ ଲାଗିଲି ଓ ଚାହା ପ୍ରସ୍ତୁତ କରି ଶ୍ୱଶୁରଙ୍କୁ ଦେଇଦେଲି। ଚାହା ପିଉ ପିଉ ସେ ମୋତେ କହିଲେ, ପ୍ରିୟା, ତୁମକୁ ଜଣାଅଛି ଏହି ଘରେ ମୁଁ ବିଲକୁଲ ଏକୁଟିଆ। ମୋ ପୁଅ ମୋର ଏକମାତ୍ର ସନ୍ତାନ ଥିଲା ଏବଂ ତୁମ ଶାଶୁ ମଧ୍ୟ ଚାଲିଯାଇଛନ୍ତି। ମୁଁ ସେଥିପାଇଁ ତୁମକୁ ଏଠାକୁ ନେଇଆସିଛି, ଯେମିତି ମୋତେ ଏହି ଘରେ ଏକୁଟିଆ ନ ଲାଗୁ। ମୁଁ କହିଲି, ବାପା, ଆପଣ ବିଲକୁଲ ଚିନ୍ତା କରନ୍ତୁ ନାହିଁ। ମୁଁ ବି ତ ଆପଣଙ୍କ ଝିଅ ପରି। ମୁଁ ସବୁବେଳେ ଆପଣଙ୍କ ସହ ରହିବି। ଏହାପରେ ଶ୍ୱଶୁର କହିଲେ, ମୋତେ ଜଣାଅଛି କି ତୁମେ ମୋ ସହ ରହିବ, କାରଣ ତୁମ ସାବତ ମା ତୁମକୁ ବାପଘରେ କେବେ ଶାନ୍ତିରେ ରହିବାକୁ ଦେବେ ନାହିଁ। ଏହିପରି ଭାବେ ଦିନ ଗଡ଼ି ଚାଲିଥିଲା ଏବଂ ଆମେ ଦୁହେଁ ପରସ୍ପରର ସହାରା ପାଲଟିଥିଲୁ। 6 ମାସ ପରେ ଗୋଟିଏ ରାତିରେ ମୁଁ ମୋରେ ଶୋଇଥିଲି କି ସେତିକିବେଳେ ବିଳମ୍ବିତ ରାତିରେ କେହି ଜଣେ ମୋ କବାଟ ଖଟଖଟ କଲା। ମୁଁ ବୁଝିଗଲି କି ଏହା ମୋ ଶ୍ୱଶୁର ହିଁ ହୋଇଥିବେ, କାରଣ ଏହି ଘରେ ଆମ ଦୁହିଁଙ୍କ ବ୍ୟତୀତ ଆଉ କେହି ନଥିଲେ ଏବଂ ଅଧରାତିରେ କିଏ କବାଟ ବାଡ଼େଇବ? ମୁଁ ଭାବିଲି କି ବୋଧହୁଏ ବାପାଙ୍କର କିଛି ଦରକାର ଥିବ, ସେଥିପାଇଁ ବିଳମ୍ବିତ ରାତିରେ ଏଠାକୁ ଆସିଛନ୍ତି। କବାଟ ଖୋଲୁ ଖୋଲୁ ମୋ ଶ୍ୱଶୁର ମୋତେ ଧରି ପକାଇଲେ ଏବଂ କହିଲେ, ବୋହୂ, ମୁଁରେ ପଡ଼ିଯାଇଥିଲି, ମୋତେ ବହୁତ କଷ୍ଟ ହେଉଛି। ଯଦି ତୁମେ ଟିକେ ମାଲିସ କରିଦିଅ, ତେବେ ମୋତେ ଆରାମ ମିଳିଯିବ। ତାପରେ ମୁଁ ତାଙ୍କୁ ମୋ ବିଛଣାରେ ହିଁ ଶୁଆଇଦେଲି। ମୁଁ ତାଙ୍କର ମାଲିସ କରିବା ଆରମ୍ଭ କରିଦେଲି। କିଛି ସମୟ ମାଲିସ କରିବା ପରେ ମୁଁ ଲକ୍ଷ୍ୟ କଲି କି ଶ୍ୱଶୁର ମୋତେ ଏକ ଅଜବ ଢଙ୍ଗରେ ଚାହୁଁଥିଲେ। ଏହା ଦେଖି ମୁଁ ଟିକେ ସଙ୍କୁଚିତ ହୋଇଗଲି। ସେତିକିବେଳେ ମୁଁ କହିଲି, ଶ୍ୱଶୁର ମହାଶୟ, କ'ଣ ହେଲା? ଆପଣଙ୍କୁ କେଉଁ ଜାଗାରେ ଅଧିକ ଆଘାତ ଲାଗିଛି? ଯଦି ଆପଣ କହିବେ, ତେବେ ମୁଁ ଡାକ୍ତରଙ୍କୁ ଡାକିଦେବି। ଏହା ଉପରେ ଶ୍ୱଶୁର କହିଲେ କି, ନାହିଁ ମା, ତୁମେ ବସି ମାଲିସ କରିଦିଅ। ଏଥିରେ ହିଁ ଆରାମ ମିଳୁଛି। ତାଙ୍କର ଅଜବ କଥା ଶୁଣି ମୋତେ ଏବେ ଆହୁରି ଅଡ଼ୁଆ ଲାଗିବାକୁ ଲାଗିଲା। ପରେ ମୁଁ କହିଲି, ଶ୍ୱଶୁର ମହାଶୟ, ଆପଣ ଏଇଠି ମୋରେ ହିଁ ଶୋଇପଡ଼ନ୍ତୁ। ଅଣ୍ଟାରେ ଯନ୍ତ୍ରଣା ନେଇ ଆପଣ ନିଜ ରୁମ୍ ପର୍ଯ୍ୟନ୍ତ କେମିତି ଯିବେ? ମୁଁ ଆପଣଙ୍କକୁ ଯାଇ ଶୋଇପଡ଼ୁଛି। ମୋ କଥା ଶୁଣି ମୋ ଶ୍ୱଶୁର କହିଲେ, ମା, ତୁମେ ମୋତେ ଏହି ଅବସ୍ଥାରେ ଏକୁଟିଆ ଛାଡ଼ି ଚାଲିଯିବ? ଯଦି ରାତିରେ ମୋତେ ବାଥରୁମ୍ ଯିବାକୁ ପଡ଼େ କିମ୍ବା ଯଦି ମୋର ଅନ୍ୟ କୌଣସି ଜିନିଷର ଆବଶ୍ୟକତା ପଡ଼େ, ତେବେ ମୁଁ କ'ଣ କରିବି?
ଏହାଠାରୁ ଭଲ କି ତୁମେ ଏଇଠି ହିଁ ଶୋଇପଡ଼। କିଛି ସମୟ ପରେ ମୋ ଶ୍ୱଶୁର ଉଠି ମୋ ପାଖକୁ ଆସିଲେ ଏବଂ କହିଲେ, ବୋହୂ, ମୁଁ ତୁମକୁ କିଛି କହିବାକୁ ଚାହୁଁଛି। ଯଦି ତୁମେ ମୋ କଥା ମାନିଯିବ ତେବେ ହିଁ ମୁଁ କହିବି। ତାଙ୍କର ଏହି କଥାରେ ମୋ ମନ ଆହୁରି ଅଧିକ ବ୍ୟାକୁଳ ହୋଇଗଲା। ମୁଁ ଚିନ୍ତିତ ହୋଇ କହିଲି, କୁହନ୍ତୁ ବାପା। ଶ୍ୱଶୁର ଟିକେ ହସି କହିଲେ, ଆଜିର ରାତି ମୁଁ ତୁମ ସହ ବିତାଇବାକୁ ଚାହୁଁଛି, କାରଣ ଏବେ ଏକୁଟିଆ ଏକୁଟିଆ ଭଲ ଲାଗୁନାହିଁ। ମୋ ସ୍ତ୍ରୀ ମରିବା ପରେ ମୁଁ ଭାବିଥିଲି କି ପୁଣି ଥରେ ବାହା ହେବି, କିନ୍ତୁ ଯେତେବେଳେ ପୁଅର ମଧ୍ୟ ମୃତ୍ୟୁ ହୋଇଗଲା ସେତେବେଳେ ମୁଁ ବାହାଘର ବିଷୟରେ ଆଉ ଭାବିଲି ନାହିଁ। କିନ୍ତୁ ଯେବେଠାରୁ ତୁମେ ଫେରିଆସିଛ ସେବେଠାରୁ ମୁଁ ତୁମ ପ୍ରେମରେ ପାଗଳ ହୋଇଯାଇଛି। ତାଙ୍କର ଏହି ସବୁ କଥା ଶୁଣି ମୋତେ ବହୁତ ଅସହଜ ଅନୁଭବ ହେଲା, କିନ୍ତୁ ତାଙ୍କ କଥାର ବିରୋଧ କରିବାର ସାହସ ହେଲା ନାହିଁ। ମୁଁ ମୋର ହିଁ ସୋଫା ଉପରେ ଶୋଇପଡ଼ିଲି, କିନ୍ତୁ ମୋତେ ନିଦ ଆସୁନଥିଲା କାରଣ ମୋତେ ବହୁତ ଡର ଲାଗୁଥିଲା। ଶ୍ୱଶୁର ମୋତେ କହିଲେ, ବୋହୂ, ମୋର ମନେ ହୁଏ ମୁଁ ତୁମକୁ କିଛି ଭୁଲ କହିନାହିଁ। ମୁଁ ଚାହୁଁଛି କି ତୁମେ ମୋତେ ବାହା ହୋଇଯାଅ, ଯେମିତି ଆମ ସମ୍ପର୍କକୁ କେହି ଖରାପ ନା ନ ଦେବେ। ସେତିକିବେଳେ ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି, ଶ୍ୱଶୁର ମହାଶୟ, ଆପଣ ଏସବୁ କ'ଣ କହୁଛନ୍ତି? ଆପଣ ମୋର ଶ୍ୱଶୁର। ଶ୍ୱଶୁରଙ୍କ ସ୍ଥାନ ବାପାଙ୍କ ସମାନ ହୋଇଥାଏ ଏବଂ ଆପଣ ମୋ ସହ ବାହାଘର କଥା କହୁଛନ୍ତି। ଆପଣ କହିବା ପୂର୍ବରୁ ଦୟାକରି ଥରେ ଭାବନ୍ତୁ ତ କ'ଣ ସବୁ କହିଚାଲିଛନ୍ତି। ସେତିକିବେଳେ ମୋ ଶ୍ୱଶୁର କହିଲେ, ଦେଖ ବୋହୂ, ମୁଁ ମାନୁଛି କି ମୁଁ କେବେ ତୁମର ଶ୍ୱଶୁର ଥିଲି, କିନ୍ତୁ ତୁମ ସ୍ୱାମୀଙ୍କୁ ମରିବାରେ ଏବେ 1 ବର୍ଷ ହୋଇଗଲାଣି। ଯେତେବେଳେ ମୋ ପୁଅ ହିଁ ରହିଲାଣି, ତେବେ ଆମ ଭିତରେ ଶ୍ୱଶୁର ଏବଂ ବୋହୂର ସମ୍ପର୍କ କେଉଁଠି ବଞ୍ଚିଲା? ମୁଁ ବି ଏକୁଟିଆ ଅଛି ଏବଂ ତୁମେ ବି ଏକୁଟିଆ ଅଛ। ଆମେ ସ୍ୱାମୀ ସ୍ତ୍ରୀ ହୋଇ ଜୀବନସାରା ପରସ୍ପରର ସାଥ ଦେଇପାରିବା। ତାଙ୍କର ଏହି କଥା ଶୁଣି ମୋ ମନ ବିଚଳିତ ହୋଇଗଲା। ମୁଁ ଆଗକୁ ଆଉ କିଛି ବି କହିପାରିଲି ନାହିଁ। ଏପଟେ ସାବତ ମାଆଙ୍କ ଅତ୍ୟାଚାର ଏବଂ ଅନ୍ୟପଟେ ଶ୍ୱଶୁରଙ୍କର ଏହି ଅଜବ ବ୍ୟବହାର। ମୁଁ ତ ଏହି ଦୁହିଁଙ୍କ ମଝିରେ ଫସିଯାଇଥିଲି। ଯେମିତି ହେଲେ ରାତି କଟିଗଲା ଏବଂ ପରଦିନ ସକାଳେ ମୁଁ ମୋ ଶ୍ୱଶୁରଙ୍କ କଥା ଉପରେ ଚିନ୍ତା କରିବାକୁ ଲାଗିଲି। ଶ୍ୱଶୁରଙ୍କ ପ୍ରସ୍ତାବ ମୋତେ ଅସମ୍ଭବ ମନେ ହେଉଥିଲା, କିନ୍ତୁ ବାସ୍ତବତା ମୋତେ କିଛି ନିଷ୍ପତ୍ତି ନେବାକୁ ବାଧ୍ୟ କରୁଥିଲା। ଫିର୍ ମୋ ମନକୁ ଆସିଲା କି ମୁଁ ନିଜ ବାପାଙ୍କ ସହ ଯାଇ କଥା ହେବି। କିନ୍ତୁ ଏହିସବୁ କଥା ନିଜ ନିଜ ବାପାଙ୍କ ସହ କରିବାର ସାହସ ମୋର ହେଲା ନାହିଁ, କାରଣ ମୋତେ ଜଣାଥିଲା କି ବାପାଙ୍କ ସହ କଥା ହେବା ପରେ ମୋ ଜୀବନରେ ଆହୁରି ନୂଆ ନୂଆ ସମସ୍ୟା ଆସିପାରେ। ସେଥିପାଇଁ ମୁଁ ତାଙ୍କ ପାଖକୁ ଗଲି ନାହିଁ। ଦିନେ ଏମିତି ହିଁ ସନ୍ଧ୍ୟାବେଳେ ପୁଣିଥରେ ମୋ ଶ୍ୱଶୁର ମୋତେ କହିଲେ, ବୋହୂ, ମୁଁ ତୁମଠାରୁ କିଛି ଭୁଲ ଚାହିଁ ନାହିଁ। ମୁଁ ବସ୍ ଏତିକି ଚାହୁଁଛି କି ତୁମେ ଆମ ଦୁହିଁଙ୍କ ଶୂନ୍ୟ ଜୀବନରେ ଖୁସି ଭରିଦିଅ। ମୁଁ ଏକୁଟିଆ ରହିପାରିବି ନାହିଁ ଏବଂ ତୁମେ ବି କେତେଦିନ ଏକୁଟିଆ ରହିବ। ତୁମକୁ ବି ତ ସ୍ୱାମୀର ଆବଶ୍ୟକତା ଅନୁଭବ ହେଉଥିବ। ଶ୍ୱଶୁରଙ୍କ ମୁହଁରୁ ପୁଣିଥରେ ଏସବୁ କଥା ଶୁଣି ମୁଁ ତ ଭିତରୁ କମ୍ପିବାକୁ ଲାଗିଲି ଏବଂ ଆଗକୁ କିଛି କହି ହିଁ ପାରିଲି ନାହିଁ। ସମୟ ଧୀରେ ଧୀରେ ବିତି ଚାଲିଥିଲା ଏବଂ ଏମିତି ଧୀରେ ଧୀରେ ମୋ ଓ ଶ୍ୱଶୁରଙ୍କ ମଧ୍ୟରେ ଏକ ଅଜବ ସମ୍ପର୍କ ଗଢ଼ି ଉଠିବାକୁ ଲାଗିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ମୁଁ ଭାବିଥିଲି କି ଏବେ ମୁଁ ଏ ଦୁନିଆରେ ବିଲକୁଲ ଏକୁଟିଆ ହୋଇଯାଇଛି, କିନ୍ତୁ ମୋ ଶ୍ୱଶୁର ମୋ ପ୍ରତି ଯେଉଁ ଭାବନା ପ୍ରକାଶ କରିଥିଲେ ତାହା ମୋ ଜୀବନକୁ ଏକ ନୂଆ ମୋଡ଼ ଦେଇଥିଲା। ତାଙ୍କ ଶବ୍ଦଗୁଡ଼ିକ ମୋତେ ଭିତରୁ ସମ୍ପୂର୍ଣ୍ଣ ଆନ୍ଦୋଳିତ କରିଦେଇଥିଲା। ଯେତେବେଳେ ବି ମୁଁ ଶୋଇବାକୁ ଯାଉଥିଲି, ତାଙ୍କର କୁହାଯାଇଥିବା କଥାଗୁଡ଼ିକ ମୋତେ ବିଚଳିତ କରୁଥିଲା। ସେ କହୁଥିଲେ କି ମୋ ସହ ରହିବା ଦ୍ୱାରା ତାଙ୍କୁ ନିଜ ଏକୁଟିଆପଣର ଅନୁଭବ ହେଉନାହିଁ ଏବଂ ସେ ଚାହୁଁଥିଲେ କି ଆମେ ଦୁହେଁ ଏକ ନୂଆ ଜୀବନ ଆରମ୍ଭ କରୁ। ସେହି ରାତିର କଥାବାର୍ତ୍ତା ପରେ ମୁଁ ନିଜକୁ ବହୁତ ଦ୍ୱନ୍ଦ୍ୱରେ ପାଇଲି। ମୋ ମନରେ ଅନେକ ପ୍ରଶ୍ନ ଉଠୁଥିଲା କି କ'ଣ ଏମିତି କରିବା ଠିକ୍ ହେବ? କ'ଣ ଏହା ସମାଜର ନିୟମ ବିରୁଦ୍ଧରେ ଯିବ ନାହିଁ? ଲୋକମାନେ କ'ଣ କହିବେ କି ସ୍ୱାମୀ ମରିବା ପରେ ନିଜ ଶ୍ୱଶୁରଙ୍କୁ ହିଁ ବାହା ହୋଇଗଲା? କିନ୍ତୁ କେଉଁଠି ନା କେଉଁଠି ମୋ ମନରେ ଏହି କଥା ମଧ୍ୟ ଥିଲା କି ବୋଧହୁଏ ସତରେ ମୋ ଶ୍ୱଶୁର ଏକୁଟିଆପଣ ସହ ସଂଗ୍ରାମ କରୁଛନ୍ତି। ମୁଁ ବହୁତ ଚିନ୍ତା କରିବା ପରେ ତାଙ୍କ ସହ କଥା ହେବାକୁ ନିଷ୍ପତ୍ତି ନେଲି। ଗୋଟିଏ ରାତିରେ ମୁଁ ଶ୍ୱଶୁରଙ୍କ ରୁମ୍ କବାଟ ଖଟ୍ ଖଟ୍ କଲି। ସେ କବାଟ ଖୋଲିଲେ ଏବଂ ମୋତେ ଦେଖି ଟିକେ ଆଶ୍ଚର୍ଯ୍ୟ ହେଲେ। ମୁଁ ତାଙ୍କକୁ ଗଲି ଏବଂ କହିଲି, ଶ୍ୱଶୁର ମହାଶୟ, ମୁଁ ଆପଣଙ୍କ ସହ ଏକ ବହୁତ ଜରୁରୀ କଥା ହେବାକୁ ଚାହୁଁଛି। ସେ ମୋତେ ବସିବା ପାଇଁ କହିଲେ ଏବଂ ବହୁତ ଗମ୍ଭୀରତାର ସହ ପଚାରିଲେ, କ'ଣ ହେଲା ବୋହୂ? ତୁମେ ଏତେ ରାତିରେ କାହିଁକି ଆସିଛ? ମୁଁ ଟିକେ ସାହସ ଜୁଟାଇ କହିଲି, ଶ୍ୱଶୁର ମହାଶୟ, ମୁଁ ଆପଣଙ୍କ ପ୍ରସ୍ତାବ ବିଷୟରେ ବହୁତ ଚିନ୍ତା କରିଛି। ମୁଁ ବୁଝୁଛି କି ଆପଣ ଏକୁଟିଆପଣ ସହ ସଂଗ୍ରାମ କରୁଛନ୍ତି ଏବଂ ଜଣେ ସାଥୀର ଆବଶ୍ୟକତା ଅନୁଭବ କରୁଛନ୍ତି। କିନ୍ତୁ ଏହି ସମ୍ପର୍କ ପାଇଁ ମୋର ଗୋଟିଏ ସର୍ତ୍ତ ଅଛି ଯେ ଆମ ଭିତରେ ସବୁବେଳେ ସ୍ନେହ ଏବଂ ସମ୍ମାନର ସମ୍ପର୍କ ରହିବ। ଆପଣ ମୋତେ ଝିଅ ପରି ସମ୍ମାନ ଦେବେ ଏବଂ ମୁଁ ଆପଣଙ୍କୁ ବାପାଙ୍କ ପରି ଶ୍ରଦ୍ଧା କରିବି। କ'ଣ ଆପଣଙ୍କୁ ମୋ ସର୍ତ୍ତ ମଞ୍ଜୁର? ସେ ମୋ କଥାକୁ ଧ୍ୟାନର ସହ ଶୁଣିଲେ ଏବଂ ପରେ କହିଲେ, ମୋତେ ତୁମର ସର୍ତ୍ତ ମଞ୍ଜୁର।
ମୁଁ ଏହି ସ୍ନେହ ଏବଂ ସମ୍ମାନକୁ ସବୁବେଳେ ବଜାୟ ରଖିବି। ତାଙ୍କର ଏହି କଥା ଶୁଣି ମୋ ମନର ବୋଝ ଟିକେ ହାଲୁକା ହୋଇଗଲା। ଫିର୍ କିଛିଦିନ ପରେ ଆମେ ଏକ ଛୋଟ ଉତ୍ସବରେ ବାହା ହୋଇଗଲୁ। ଏହି ବାହାଘର ସମାଜର ଆଖିରେ ଅସାଧାରଣ ଥିଲା, କିନ୍ତୁ ଆମେ ନିଜ ପରିସ୍ଥିତିକୁ ଗ୍ରହଣ କରିନେଇଥିଲୁ। ବାହାଘର ପରର ଦିନଗୁଡ଼ିକ ମୋ ପାଇଁ ଅତ୍ୟନ୍ତ ଆହ୍ୱାନପୂର୍ଣ୍ଣ ରହିଲା। ଗାଁ ଲୋକମାନେ ନାନା ପ୍ରକାର କଥା କହିବା ଆରମ୍ଭ କରିଦେଇଥିଲେ। ସମ୍ପର୍କୀୟମାନେ ମଧ୍ୟ ଆମଠାରୁ ଦୂରତା ବଜାୟ ରଖିଲେ, କିନ୍ତୁ ଆମେ ଏସବୁର ପରବାୟ ନ କରି ନିଜ ଜୀବନରେ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଲୁ। ଆମ ସମ୍ପର୍କରେ ଧୀରେ ଧୀରେ ପ୍ରେମ ଏବଂ ବୁଝାମଣା ବଢ଼ିବାକୁ ଲାଗିଲା। ଶାଶୁଘରେ ପୂର୍ବରୁ ଯେଉଁଠି ମୁଁ ନିଜକୁ ଅସହଜ ଅନୁଭବ କରୁଥିଲି, ଏବେ ସେହି ଘର ମୋତେ ନିଜର ଲାଗିବାକୁ ଆରମ୍ଭ କଲା। ଶ୍ୱଶୁର ସବୁ ସମ୍ଭବ ଚେଷ୍ଟା କରୁଥିଲେ ଯେମିତି ମୁଁ ଖୁସିରେ ରହେ। ସେ ମୋର ପ୍ରତ୍ୟେକ ଛୋଟ ବଡ଼ ଆବଶ୍ୟକତାର ଧ୍ୟାନ ରଖୁଥିଲେ ଏବଂ ମୋର ସବୁ ଇଚ୍ଛା ପୂରଣ କରୁଥିଲେ। ସେ ପ୍ରତିଦିନ ମୋ ପାଇଁ କିଛି ନା କିଛି ବିଶେଷ କରିବାକୁ ଚେଷ୍ଟା କରୁଥିଲେ। କେବେ ମୋର ପସନ୍ଦର ଖାଦ୍ୟ ଜିନିଷ ଆଣୁଥିଲେ, ତ କେବେ ମୋ ପାଇଁ ନୂଆ ନୂଆ ଶାଢ଼ୀ ଆଣୁଥିଲେ। ଧୀରେ ଧୀରେ ମୁଁ ତାଙ୍କ ପ୍ରତି ଏକ ଭିନ୍ନ ପ୍ରକାରର ସମ୍ମାନ ଅନୁଭବ କରିବା ଆରମ୍ଭ କଲି। ଆମେ ଦୁହେଁ ମିଶି ଏକ ନୂଆ ଜୀବନ ଆରମ୍ଭ କରିଥିଲୁ। ଶ୍ୱଶୁର ଏବେ ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ସାରିଥିଲେ। ଏବେ ଆମ ଭିତରର ସମ୍ପର୍କ କେବଳ ଶ୍ୱଶୁର ଓ ବୋହୂର ରହିନଥିଲା, ବରଂ ଏବେ ଆମେ ଦୁଇଟି ଶରୀର ଏବଂ ଏକ ପ୍ରାଣ ପାଲଟି ଯାଇଥିଲୁ। ସେ ମୋର ମରୁଭୂମି ସଦୃଶ ଜୀବନରେ ବର୍ଷା ଆଣି ଦେଇଥିଲେ। ସେ ମୋତେ ପୁଣିଥରେ ହସିବା ଶିଖାଇଥିଲେ, ଜୀବନକୁ ଏକ ନୂଆ ଦୃଷ୍ଟିକୋଣରୁ ଦେଖିବା ଶିଖାଇଥିଲେ। ବାହାଘରର କିଛି ମାସ ପରେ ମୁଁ ଅନୁଭବ କଲି କି ଆମ ଭିତରର ଏହି ନୂଆ ସମ୍ପର୍କ ମୋତେ ଏକ ନୂଆ ଦିଗ ଦେଉଛି। ଆମେ ଦୁହେଁ ସାଙ୍ଗ ହୋଇ ଅନେକ ସମସ୍ୟାର ସାମ୍ନା କଲୁ ଏବଂ ପ୍ରତ୍ୟେକ ଥର ପରସ୍ପରର ସାଥ ଦେଲୁ। ଶ୍ୱଶୁରଙ୍କ ସହ ମୋର ଏହି ନୂଆ ସମ୍ପର୍କ ମୋତେ ଜୀବନର ଅନେକ ନୂଆ ଦିଗ ଦେଖାଇଥିଲା। ସେ ମୋତେ ଏହି ଅନୁଭବ କରାଇଲେ କି ଜୀବନରେ ଯଦି ସାଥୀ ସଠିକ୍ ଥାଏ, ତେବେ କୌଣସି ବି ସମସ୍ୟା ଏତେ ବଡ଼ ହୋଇନଥାଏ ଯାହାକୁ ପାର କରିହେବ ନାହିଁ। ସମାଜ ମଧ୍ୟ ଆମକୁ ବହୁତ କଟୁକଥା ଶୁଣାଇଥିଲା, କିନ୍ତୁ ଆମେ କାହା କଥାକୁ ଖାତିର କଲୁ ନାହିଁ। ଆମ ସମ୍ପର୍କରେ ଧୀରେ ଧୀରେ ଏକ ନୂଆ ପ୍ରକାରର ପ୍ରେମ ଏବଂ ସମ୍ମାନ ଉଜ୍ଜୀବିତ ହେଲା। ତାଙ୍କ ସହ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ମୋତେ କିଛି ନୂଆ ଶିଖାଇଲା ଏବଂ ମୋତେ ଅନୁଭବ ହେଲା କି କେବେ କେବେ ଜୀବନ ଆମକୁ ଏମିତି ମୋଡ଼କୁ ନେଇଆସେ ଯେଉଁଠି ଆମକୁ ନିଜ ନିଷ୍ପତ୍ତି ଉପରେ ପୁନର୍ବାର ଚିନ୍ତା କରିବାକୁ ପଡ଼ିଥାଏ। ଆଜି ମୁଁ ମୋ ଶ୍ୱଶୁରଙ୍କ ସହ ଏକ ନୂଆ ଜୀବନ ଜିଉଛି ଏବଂ ଆମ ଭିତରର ପ୍ରେମ ଓ ସମ୍ମାନ ପୂର୍ବ ଅପେକ୍ଷା ଆହୁରି ଅଧିକ ମଜବୁତ ହୋଇଯାଇଛି ଏବଂ ସେ ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମଣିଷ ପାଲଟି ସାରିଛନ୍ତି। କମେଣ୍ଟ କରି ନିଶ୍ଚୟ ଜଣାଇବେ କି ଆପଣଙ୍କୁ ଏହି କାହାଣୀଟି କେମିତି ଲାଗିଲା। ଯଦି ଆପଣଙ୍କୁ ଏହି କାହାଣୀ ପସନ୍ଦ ଆସିଥାଏ, ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ନିଜ ସାଙ୍ଗମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। ଆଗକୁ ମଧ୍ୟ ଏମିତି ରୋମାଞ୍ଚକର କାହାଣୀଗୁଡ଼ିକ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍ ଦବାଇବାକୁ ଭୁଲନ୍ତୁ ନାହିଁ। ସମସ୍ତେ ନିଜର ଏବଂ ନିଜ ପରିବାରର ଯତ୍ନ ନେବେ। ଧନ୍ୟବାଦ।